କିନ୍ତୁ ମୁଁ ଉପସ୍ଥିତ ନଥିଲି, ମତେ ଆଜି ସୁଯୋଗ ଦିଆଯାଇଛି। ମୁଁ ତ ସେମିତି କିଛି ନାହିଁ, ଆମେ ସମସ୍ତେ ଜାଣିଛେ, କିନ୍ତୁ ତାକୁ ଆଉ ଟିକେ ପୁନର୍ବାର ମନେ ପକେଇବା ନିମନ୍ତେ ଏଇଟା ଆଲୋଚନା କରିବା। ଏଇ ପୁସ୍ତକ ତ ପ୍ରାୟ ସମସ୍ତେ ଇଣ୍ଟରେଷ୍ଟ ଦେଇକି ପଢନ୍ତି। ହଉ ଆସନ୍ତୁ ଆମେ ଅଳ୍ପ ସମୟ ଆଉ କୋଉ ଜାଡକୁ ଯିବା। ପବିତ୍ର ଧର୍ମଶାସ୍ତ୍ରକୁ ବାଇବଲକୁ କେତୋଟି ଭାଗରେ ବିଭକ୍ତ କରାଯାଇଛି? ଯୋଉମାନେ କହିବେ ଫଟାଫଟ କହିଲେ ମାନେ ଆଗକୁ ଯିବା। 2ଟି। ଧନ୍ୟବାଦ। କଣ କଣ? ନୂତନ ନିୟମ, ପୁରାତନ ନିୟମ। ନୂତନ ନିୟମରେ କେତୋଟି ପୁସ୍ତକ, ପୁରାତନରେ କେତୋଟି ପୁସ୍ତକ? ପୁରାତନ ନିୟମରେ 39ଟି, 37ଟି। ସର୍ବମୋଟ 66ଟି ନାଇଁ କି? এই সর্বমোট 66টি পুস্তকରେ 1189 ପର୍ବ ରହିଛି। ଖାଲି ଜାଣିବା ପାଇଁ କହିଦଉଛି। ଆଉ 31,173 ପଦ ରହିଛି। ଯଦି ଆପଣ ମାନେ କିଏ ଲେଖିବାକୁ ଇଚ୍ଛା ତ ଲେଖିବେ, ଠିକ ଅଛି। ପୁଣି ଆମେ ଆଜି ପୁରାତନ ନିୟମ ର କେତେଟା ଏଇ ପୁସ୍ତକ ମାନେ ଆଲୋଚନା କରିବା। ଆଉ ଗୋଟେ ମୁଁ ଖାଲି ପଚାରିବାକୁ ଚାହେଁ, ପୁରାତନ ନିୟମକୁ ପୁଣି କେତେଟା ଭାଗରେ ବିଭକ୍ତ କରାଯାଇଛି? ଆମେ 39ଟି ପୁସ୍ତକ ଦେଖିଛୁ। ଆଉ ଠିକ ଅଛି, ଏଟା ମୁଁ କହିବାକୁ ଚାହେଁ ଆମମାନଙ୍କର ଗୋଟେ ବ୍ୟବସ୍ଥା ପୁସ୍ତକ, ଇତିହାସ ପୁସ୍ତକ, କବିତା ପୁସ୍ତକ ଆଉ ଭାବବାଦୀ ମାନଙ୍କ ପୁସ୍ତକ। ଆଜି ଆମେ ଇତିହାସ ପୁସ୍ତକ ରୁ ଆମେ ଏଷ୍ଟରଙ୍କର ଆଲୋଚନା କରିବା। এই ଇତିହାସ ପୁସ୍ତକ କଣ କଣ ଅଟେ ଆପଣ ମାନେ କିଏ ଗୋଟେ କହିପାରିବେ କି? ବାଇବଲର ଇତିହାସ ପୁସ୍ତକ କୋଉ କୋଉ ପୁସ୍ତକକୁ କୁହାଯାଏ? ବିଚାରକର୍ତ୍ତା, ଋତର ବିବରଣୀ, ପ୍ରଥମ ସାମୁଏଲ, ଦ୍ୱିତୀୟ ସାମୁଏଲ, ପ୍ରଥମ ରାଜାବଳୀ, ଦ୍ୱିତୀୟ ରାଜାବଳୀ, ପ୍ରଥମ ବଂଶାବଳୀ, ଦ୍ୱିତୀୟ ବଂଶାବଳୀ, ଏଜରା, ନିହିମିୟ, ଏଷ୍ଟର। ଏତିକି ଭିତରେ ଏଟା ହେଲା ଇତିହାସ ପୁସ୍ତକ। ଏତିକି ପୁସ୍ତକ ଭିତରେ 2ଟି ନାରୀ ମାନଙ୍କର ବିବରଣୀ ଅଛି। କୋଉ କୋଉ ନାରୀ ମାନେ ବାଇବଲରେ 2ଟା ନାରୀ ମାନଙ୍କର ବିବରଣୀ ଲେଖାଯାଏ? ଧନ୍ୟବାଦ। ଆମେ ସେ ଏଷ୍ଟର ବିବରଣୀରୁ ଆଜି ବର୍ତ୍ତମାନ ଆମେ କେତେଟା କ୍ୱେଶ୍ଚିନ୍ ଆଲୋଚନା କରିବା, କୁଇଜ ଗୁଡାକ, ଯୋଉଟା କି ଆପଣ ମାନେ ବହୁତ ଜାଣନ୍ତି ମଧ୍ୟ। ଆଚ୍ଛା, ଆଉ ଗୋଟେ ପ୍ରଶ୍ନ ପଚାରିବାକୁ ଚାହେଁ, ଆମମାନଙ୍କର ପୃଥିବୀରେ କେଉଁ ପୁସ୍ତକ ସବୁଠାରୁ ପ୍ରାଚୀନ ପୁସ୍ତକ ବୋଲି ଆମେ ପଢୁଛୁ? ପ୍ରାଚୀନ, ପ୍ରସିଦ୍ଧ ଓ ସର୍ବାଧିକ ବିକ୍ରୟ ହେଉଥିବା ପୁସ୍ତକ ଆମେ ଏଟା ପ୍ରଭୁଙ୍କ ଗୌରବ ହଉ। ଏ ଯାଏ ବର୍ତ୍ତମାନ ସୁଦ୍ଧା ପୃଥିବୀରେ ସବୁଠାରୁ ପ୍ରାଚୀନ, ପ୍ରସିଦ୍ଧ ଓ ସର୍ବାଧିକ ବିକ୍ରୟ ହେଉଥିବା ପୁସ୍ତକ ହେଲା ବାଇବଲ। ଧନ୍ୟବାଦ। ଆସନ୍ତୁ ଆମେ ଯିବା ଏଷ୍ଟର ପୁସ୍ତକକୁ। ଆଗରୁ କୁହାଯାଇଥିଲା, ନିହାତି ଆପଣ ମାନେ ପ୍ରସ୍ତୁତ ହେଇଥିବେ। ଛୋଟ ଛୋଟ ପ୍ରଶ୍ନ, ମୁଁ କ୍ରିଟିକାଲ ଆମେ କିଛି ଆଲୋଚନା କରିବାନି। ଏଷ୍ଟର ଆପଣ ମାନେ ଜାଣିଛନ୍ତି, ଆଉ ତାଙ୍କର ନାମ ପଚାରୁଛି ମୁଁ। ଏଷ୍ଟରଙ୍କର ଆଉ ଅନ୍ୟ ନାମ କଣ? ହଦସା। ଆଚ୍ଛା, ଏଷ୍ଟରଙ୍କ ନାମର ଅର୍ଥ କଣ? ତାରା। ଠିକ ଅଛି। ଏଇ ଏଷ୍ଟର ପୁସ୍ତକ କାହା ଦ୍ଵାରା ଲେଖା ଯାଇଛି? ତାଙ୍କ ଲେଖକ କିଏ? ଏଇ ପୁସ୍ତକର ଲେଖକ ମର୍ଦ୍ଦକ୍ୟ, ଯିଏ ଏଷ୍ଟରଙ୍କର ଦାଦା ଅଟନ୍ତି। ଏଟା 9 ପର୍ବ 29 ପଦରେ ଆପଣ ମାନେ ପାଇବେ। ପ୍ରଶ୍ନ, ଛୋଟ ଛୋଟ ପ୍ରଶ୍ନ, କାହିଁକି ସମୟ ଅଳ୍ପ। କେଉଁ ପୁସ୍ତକରେ କେତେ ପଦରେ ହିନ୍ଦୁସ୍ତାନ ନାମ ଲେଖା ଯାଇଅଛି? ପ୍ରଥମ ପୁସ୍ତକ ଏକ ପର୍ବ। ଧନ୍ୟବାଦ। ଏକ ପର୍ବ ଏଷ୍ଟର ବିବରଣୀର 1 ପର୍ବ 1 ପଦରେ ଆମର ହିନ୍ଦୁସ୍ତାନ ନାମ ବା ଭାରତ ନାମ ଲେଖା ଅଛି। ଆଚ୍ଛା, ଅକ୍ଷସର ରାଜାଙ୍କ ରାଜଧାନୀ କଣ ଥିଲା? ସୁସନ। ସମସ୍ତେ ଶୁଣୁଥିବେ, ନ କହିଲେ ମଧ୍ୟ ସମସ୍ତେ ଶୁଣୁଥିଲେ, ଆମେ ମନେ ରଖିପାରିବା ସୁସନ। ଆଚ୍ଛା, ଅକ୍ଷସର ରାଜା କେତୋଟି ରାଜ୍ୟ ଉପରେ ରାଜତ୍ୱ କରୁଥିଲେ? 127ଟି ପ୍ରଦେଶ ଉପରେ ରାଜତ୍ୱ କରୁଥିଲେ।
ସେଇ ଅକେଶରସ ରାଜା ଆପଣାର ଧନ ଆଉ ମହତର ଶୋଭା କେତେ ଦିନ ପ୍ରଦର୍ଶନ କରିଥିଲେ? ତାଙ୍କର ଧନ ସମ୍ପତ୍ତି କେତେ ଦିନ ସେ ପ୍ରଦର୍ଶନ କରିଥିଲେ ଅକେଶରସ ରାଜା? 7 ଦିନ 7 ଦିନ ହୁଁ। ଏକ ପର୍ବ 4 ପଦ ଲେଖାଯାଏ 180 ଦିନ। 127 ନାଇଁ, ରାଜ୍ୟ 127ଟି, କିନ୍ତୁ ତାଙ୍କର ରାଜା ଆପଣାର ଧନର ମହତ୍ଵ ଶୋଭା 180 ଦିନ ପର୍ଯ୍ୟନ୍ତ ପ୍ରଦର୍ଶନ କରିଥିଲେ। ଏକ ପର୍ବ 4 ପଦରେ ଆପଣ ମାନେ ପାଇପାରିବେ ହେଲା। କିନ୍ତୁ 7 ଦିନ ଯୋଉ କହିଲେ ଏଟା ହେଲା ସୁସନ ରାଜଧାନୀରେ ସାନ ବଡ ସମସ୍ତଙ୍କ ପାଇଁ କେତେ ଦିନର ଭୋଜର ଆୟୋଜନ କରାଯାଇଥିଲା? ସେଇଟା 7 ଦିନ। ଆପଣ ମାନେ ଯୋଉ 7 ଦିନ କହିଲେ ଏକ ପର୍ବ 5 ପଦରେ ଅଛି। ଆଚ୍ଛା, ଏଇ ଭୋଜଟା କେଉଁଠାରେ ଆୟୋଜନ କରାଯାଇଥିଲା? ରାଜପୁରୀ ଉଦ୍ୟାନରେ। ହଁ, ଧନ୍ୟବାଦ। ରାଜପୁରୀସ୍ଥ ଉଦ୍ୟାନ ପ୍ରାଙ୍ଗଣରେ। ଏଇ ଅକ୍ଷେଶ୍ୱର ରାଜଗୃହରେ ଏ ସ୍ତ୍ରୀ ମାନଙ୍କ ପାଇଁ କିଏ ଭୋଜ ପ୍ରସ୍ତୁତ କରିଥିଲେ? ବଷ୍ଟି ରାଣୀ। ଧନ୍ୟବାଦ। କିଏ ରାଜାଙ୍କ କଥା ନ ମାନିବାରୁ ରାଣୀ ପଦଚ୍ୟୁତ ହୋଇଥିଲେ? କିଏ ସେ? ବଷ୍ଟି ରାଣୀ। ବଷ୍ଟି ରାଣୀ। ଆଚ୍ଛା, ପ୍ରଶ୍ନ ସମସ୍ତଙ୍କ ପାଇଁ। ଯଦି ଭାଇ ମାନେ, କାହିଁକି ସ୍ୱାମୀ ମାନେ ତୁଚ୍ଛନୀୟ ହେବେ ବୋଲି ରାଜା କହିଲେ? ହଉ, ଉତ୍ତର ହବ ବଷ୍ଟି ରାଣୀ ରାଜାଙ୍କ ଆଦେଶ ଉଲ୍ଲଂଘନ କରିଥିବା ହେତୁ ସ୍ୱାମୀ ମାନେ ତୁଚ୍ଛ ନେବେ ବୋଲି କହିଲେ। ଏଟା ଏକ ପର୍ବ 17 ପଦରେ ଆପଣ ମାନେ ପାଇବେ। ଆଚ୍ଛା, ଆଉ ଟିକେ ପ୍ରଶ୍ନ ଲମ୍ବା କିନ୍ତୁ ଉତ୍ତର ଛୋଟ। ପ୍ରତ୍ୟେକ ପୁରୁଷ ଆପଣା ଆପଣା ଗୃହରେ କର୍ତ୍ତୃତ୍ୱ କରୁ, ଏହା କିଏ ଆଦେଶ କରି ପ୍ରତ୍ୟେକ ପ୍ରଦେଶକୁ ଜଣାଇବା ପାଇଁ ଆଦେଶ କରିଥିଲେ? ଅକ୍ଷେଶ୍ୱରସ। ହଁ, ଧନ୍ୟବାଦ। ରାଜା ଅକ୍ଷେଶ୍ୱର ଏଟା ଘୋଷଣା କରିଥିଲେ। ଆଚ୍ଛା, ଏଇ ଏକ ପର୍ବ 2 ପର୍ବ, ଆମର ଏକ ପର୍ବ ସରିଲେ ଆଉ 2 ପର୍ବକୁ ଯିବା। କପି କରିବା ନାହିଁ, ଯେହେତୁ ଆମେ ପାଠ ପଢିଛେ ଛୋଟ ଛୋଟ ପର୍ବ। ରାଜାଙ୍କର ସେବାକାରୀ ଭୃତ୍ୟ ମାନେ କଣ ଅନ୍ୱେଷଣ କରିବା ପାଇଁ ରାଜାଙ୍କୁ କହିଲେ? କନ୍ୟା ଅନ୍ୱେଷଣ କରିବା। କନ୍ୟା ନୁହେଁ, ଯୁବତୀ ଅନ୍ୱେଷଣ ସୁନ୍ଦରୀ ଯୁବତୀ କନ୍ୟା ଗଣର ଅନ୍ୱେଷଣ କରିବା ପାଇଁ ସେ ରାଜାଙ୍କୁ କହିଲେ। ସୁସନ ରାଜଧାନୀର ଅନ୍ତପୁରରେ ସ୍ତ୍ରୀ ମାନଙ୍କ ରକ୍ଷକ କିଏ ଥିଲେ? ନପୁଂସକ ଥିଲେ। ତାଙ୍କ ନାମ କଣ? ଅନ୍ତପୁର ସ୍ତ୍ରୀ ମାନଙ୍କର ରକ୍ଷକ ନପୁଂସକ ଥିଲେ, ତାଙ୍କ ନାମ ହେଗୟ। ଅକ୍ଷେଶ୍ୱର ରାଜାଙ୍କ ସମୟରେ ସୁସନ ରାଜଧାନୀରେ ଜଣେ ଜିହୁଦୀୟ ଲୋକ ବାସ କରୁଥିଲେ। ଜିହୁଦୀୟ ଲୋକ, ସେ କିଏ? ସେ କେଉଁ ବଂଶୀୟ ଓ ତାଙ୍କ ପିତାଙ୍କ ନାମ କଣ ବାଇବଲରେ ଲେଖାଯାଏ? ମର୍ଦ୍ଦକ୍ୟ କେଉଁ ବଂଶୀୟ ଓ ତାଙ୍କ ପିତାଙ୍କ ନାମ? ଜାଇର ପୁତ୍ର। ଧନ୍ୟବାଦ। ବିନ୍ୟାମିନ ବଂଶୀୟ ମର୍ଦ୍ଦକ୍ୟ ଓ ତାଙ୍କ ପିତାଙ୍କ ନାମ ଜାଇର। ମର୍ଦ୍ଦକ୍ୟ ପିତୃମାତୃ ବିହୀନ ପରମ ସୁନ୍ଦରୀ କନ୍ୟାକୁ ସେ ପ୍ରତିପାଳନ କରିଥିଲେ। ଗୋଟେ ମର୍ଦ୍ଦକ୍ୟ ଗୋଟେ ଝିଅକୁ ପ୍ରତିପାଳନ କରୁଥିଲେ, ସେ ଝିଅ ନାମ କଣ? ଆଚ୍ଛା, ମର୍ଦ୍ଦକ୍ୟ କେଉଁ ବିଷୟ ନ ଜଣେଇବାକୁ ଏଷ୍ଟରଙ୍କୁ ମନା କରିଥିଲେ? ହଁ, ଧନ୍ୟବାଦ। ନିଜର ବଂଶ କି କୁଟୁମ୍ବର ପରିଚୟ ନ ଦେବା ପାଇଁ ସେ ମନା କରିଥିଲେ। ବାଇବଲରେ ଲିଖିତ ଅନୁସାରେ ଏଷ୍ଟରଙ୍କ ପିତାଙ୍କ ନାମ କଣ?
ଅବିହଲ 2 ପର୍ବ 15 ପଦରେ ଲେଖାଯାଏ। ଆଚ୍ଛା, ମର୍ଦ୍ଦକ୍ୟ କାହିଁକି ପ୍ରତିଦିନ ଅନ୍ତପୁରର ପ୍ରାଙ୍ଗଣ ସମ୍ମୁଖରେ ଯାତାୟାତ କରୁଥିଲେ? एस्टर के एस्टर को କହିଲେ ହଁ ଏଇଟା ପୁରା ହବ। ଏଷ୍ଟର କିପରି ଅଛି हाँ ତାହା ପ୍ରତି କଣ କରାଯିବ ଏଇ କଥାକୁ ସେ ଜାଣିବା ପାଇଁ ଯୋଉ ଅନ୍ତପୁରର ପ୍ରାଙ୍ଗଣରେ ଯାତାୟାତ କରୁଥିଲେ। ଯେଉଁମାନେ ଏଷ୍ଟରଙ୍କ ପ୍ରତି ଦୃଷ୍ଟି କଲେ ସେ ସମସ୍ତେ ତାହାକୁ କଣ କଲେ? ଏଟା ଭଲ ବିଷୟ। ଯେଉଁମାନେ ଏଷ୍ଟରଙ୍କ ପ୍ରତି ଦୃଷ୍ଟି କଲେ ସେ ସମସ୍ତେ ତାହାକୁ କଣ କଲେ? अनुग्रह कले। ଧନ୍ୟବାଦ। ଏଟା ସୁନ୍ଦର ଉତ୍ତରଟା ଆମେ 2 ପର୍ବ 15 ପଦରେ ପାଇବା। ଆଚ୍ଛା, ଆଉ ଗୋଟେ ପ୍ରଶ୍ନ, ସକଳ ଯୁବତୀ ଠାରୁ ସେ ରାଜାର ଦୃଷ୍ଟିରେ କଣ ପାଇଲା? ଏଷ୍ଟରାଣୀ ସକଳ ଯୁବତୀ ଠାରୁ ରାଜାଙ୍କ ଦୃଷ୍ଟିରେ ସେ କଣ ପାଇଲା? अनुग्रह दया पाइला। ଦୁଇଟା ପାଇଛି। ରାଜାଙ୍କ ଦୃଷ୍ଟିରେ ଅନୁଗ୍ରହ ଓ ଦୟା ପାଇଲା। ରାଜାଙ୍କ ସାକ୍ଷାତରେ ଇତିହାସ ପୁସ୍ତକରେ କେଉଁ ବିଷୟ ଲେଖାଗଲା? मर्दका विषय जो दी जन तार द्वार रक्षी हत्या से विषयटी इतिहास पुस्तक रे लिखागला। ରାଜାଙ୍କୁ ବୋଧ କରିବା ସମ୍ବାଦ ଅନୁସନ୍ଧାନ କରି अनुसंधान करे जणाइथिले। ସେଥିପାଇଁ ତାଙ୍କର ନାମ ମର୍ଦ୍ଦକ୍ୟଙ୍କ ନାମ ଇତିହାସ ପୁସ୍ତକରେ ଲେଖାଯାଇଛି। ଧନ୍ୟବାଦ। ଆଉ ମୁଁ ଅନ୍ୟ ପ୍ରଶ୍ନ କରିଛି, କ୍ରିଟିକାଲି ଏବେ ଆଲୋଚନା କରିବା ନାହିଁ। ସୁନ୍ଦର ଭାବେ ଉତ୍ତର ଦେଇଛନ୍ତି, ଆପଣ ମାନେ ପଢିଛନ୍ତି ମଧ୍ୟ, ସେଥିପାଇଁ ମଧ୍ୟ ଧନ୍ୟବାଦ ଦଉଛି। ଆଉ କିଛିଟା କାଲି ଆମେ ଅନ୍ୟ କିଏ ସମସ୍ତେ ଜାଣିବା ନିମନ୍ତେ 2-3 ପଦ ଏଷ୍ଟର ରାଣୀଙ୍କ ବିଷୟରେ ମୁଁ କହୁଛି, ସମୟ ଅଳ୍ପ। କାଲି ଆମମାନଙ୍କର ଏଷ୍ଟରଙ୍କର ପିତା ଥିଲେ ଆମେ ଅବିହେଲ୍ୟ, ଆଉ ସେ ଗୋଟେ ପାରସ୍ୟରେ ସେ କଣ କଲେ, ଦାସୀ ଭାବେ ସେ ବନ୍ଦୀ ହୋଇ ଆସିଥିଲେ। ଆଉ ତାଙ୍କର ପିତା ମାତା ନଥିବାରୁ ସେ ମର୍ଦ୍ଦକ୍ୟଙ୍କ ଦ୍ଵାରା ଲାଳିତ ପାଳିତ ହେଉଥିଲେ ଏଷ୍ଟର। ଆଉ ଏଷ୍ଟର ପୁସ୍ତକ ଗୋଟେ ମନୋରଞ୍ଜନ ଆଉ ଐତିହାସିକ ପୁସ୍ତକ ଅଟେ, ଆଉ ଚମତ୍କାରିତା ପୁସ୍ତକ ମଧ୍ୟ ଅଟେ। ଏଇ ପୁସ୍ତକରେ ଇସ୍ରାଏଲ ମାନଙ୍କୁ ରକ୍ଷା କରିବା ପାଇଁ ପରମେଶ୍ୱର ଏଷ୍ଟର ଓ ମର୍ଦ୍ଦକ୍ୟଙ୍କୁ ବ୍ୟବହାର କରିଥିଲେ। ଏହି ପୁସ୍ତକ ଜଣେ ସ୍ତ୍ରୀ ଲୋକର ନାମକୁ ବହନ କରିଅଛି, ଆଉ ତାଙ୍କ ନାମ ଅନୁସାରେ ଏହି ପୁସ୍ତକର ନାମକରଣ କରାଯାଇଅଛି। ଆଉ ବାଇବଲରେ 2 ଜଣ ନାରୀ ମାନଙ୍କ ନାମ ଆମେ ଆଲୋଚନା କଲେ, ବିବରଣୀ ଲେଖାଯାଇଛି, କେବଳ ଏଷ୍ଟର ବିବରଣୀ ଆଉ ରୁତର ବିବରଣୀ। ଏଇ 2 ଜଣ ନାରୀ ଅତି ଚମତ୍କାର ତଥା ଆଦର୍ଶ ମହିଳା ଥିଲେ। ଆଉ ରୁତ ଗୋଟେ ଉଦ୍ଧାରର ଚମତ୍କାରିତା ଆଉ ଏଷ୍ଟର ସୁରକ୍ଷାର ଚମତ୍କାରିତାକୁ ଉପସ୍ଥାପିତ କରେ ବାଇବଲ। ଆଉ ଏଷ୍ଟର ଜଣେ ପରମ ସୁନ୍ଦରୀ ଆଉ ସୁବୋଧନା ଥିଲା। ଆଉ ଏଷ୍ଟର ସୁସନ ରାଜଧାନୀରେ ହେଗୟ ନିକଟରେ କନ୍ୟା ସଂଗୃହୀତ ହେବା ବେଳେ ରାଜପୁରୀକି ସ୍ତ୍ରୀ ରକ୍ଷକ ହେଗୟଙ୍କ ନିକଟକୁ ନିଆଗଲା। ଆଉ ରାଜଗୃହରେ 7 ଦାସୀ ଗଣଙ୍କ ସହିତ ଅନ୍ତପୁରରେ ସର୍ବୋତ୍ତମ ସ୍ଥାନରେ ଏଷ୍ଟର ରହିଥିଲା। 2 ପର୍ବ 9 ପଦରେ ଲେଖାଯାଏ। ଆଉ ଏଷ୍ଟର ଆପଣାର ବଂଶ କି କୁଟୁମ୍ବର ପରିଚୟ ଦେବାକୁ ମନା କରାଇଥିଲା, ତାହା ମଧ୍ୟ ସେ କରିଥିଲେ। ଆଉ ତହିଁରେ ଶେଷରେ ରାଜା ଅନ୍ୟ ସକଳ ସ୍ତ୍ରୀ ଠାରୁ ଏଷ୍ଟରକୁ ଅଧିକ ପ୍ରେମ କଲା। ଆଉ ପୁଣି ଅନ୍ୟ ସକଳ ଯୁବତୀ ଠାରୁ ସେ ରାଜାର ଦୃଷ୍ଟିରେ ଅଧିକ ଅନୁଗ୍ରହ ଓ ଦୟା ପାଇଲା। ତେଣୁ ସେ ତାହାର ମସ୍ତକରେ ରାଜମୁକୁଟ ଦେଇଥିଲେ, ଆଉ ବଷ୍ଟି ବଦଳରେ ତାଙ୍କୁ ରାଣୀ କରାଯାଇଥିଲା। ଧନ୍ୟବାଦ ମୋତେ ସୁଯୋଗ ଦେଇଥିବାରୁ। ଆଜିର ଆଲୋଚନା ସେପରି ବନ୍ଦ ରହିଲା। थैंक यू सुब्रती भौणी, Praise the Lord. अति सुंदर भाव में आपण